ଶାଶୁ ଶ୍ୱଶୁର ଆଉ ଯାଙ୍କ ସହିତ ବୁଲିକି କୁମ୍ଭୀର ଦେଖିବାକୁ ଯିବେ ବୋଲି ଶାଶୁ ଦେଇଥିବା ଡ୍ୟୁଟିକୁ ଅଧାରେ ଛାଡିକି ଯାଙ୍କ ମୁଣ୍ଡରେ ପୁରା ଲଦି ଦେଇକି ମେକଅପ୍ ହବାକୁ ପଳେଇ ଆସିଥିଲି। ତାର କାରଣଟା ଜାଣିବାର ଥିଲା, ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। କଥା ଏମିତି କି ମୁଁ ଏବେ ଅଛି ଶାଶୁ ଘରେ, ଆଉ ଯେହେତୁ ଏବେ ଘର ଟିକେ ଗହଳି ଅଛି ତ 6 ତିଅଣ 9 ଭଜା ବନିବାଟା ତ ଥୟ। ହେଲେ ବୋଉ ମତେ ସକାଳୁ କହିଲେ କି ତୁ କିଛି କରିବା ଦରକାର ନାହିଁ, ବା ସେ ମାଛଟାକୁ ଖାଲି ରାନ୍ଧିଦବୁ। ହେଲେ ତାଙ୍କର ଏଡେ ଦୁର୍ଭାଗ୍ୟ ଯେ ଏତିକି ଟିକେ କାମ ବି ମୋ ଦ୍ୱାରା ଆଜି ହେଇପାରିଲାନି। ବାପା ସକାଳୁ ମାଛ ଆଣିଲା ପରେ ବୋଉ ଧୋଇକି ଲୁଣ ହଳଦୀ ଗୋଳି ଦେଲେ, ଆଉ ମୁଁ ସେ ସବୁକୁ ତେଲରେ କଡା କରିକି ଭାଜି ଦଉଥିଲି। ଆଉ ଠିକ ସେତିକି ବେଳକୁ ପ୍ଲାନ ହେଲା କି ସାତକୋଶିଆ ବୁଲିଯିବୁ ବୋଲି। ଆଉ ଆମ ଘର ପାଖରେ ଏତେ ସୁନ୍ଦର ଜାଗା ଥାଇ କି ଛୁଟିରେ ହୋଲ ଫ୍ୟାମିଲି ଏକାଠି ହେଇକି ଯଦି ବୁଲି ନ ଯିବୁ ତାହେଲେ ଆମର ଲସ୍ ନା। ତ ଏତିକି ଶୁଣି ଦେଇକି ମୁଁ କି ଆଉ ଥୟ ଧରେ ତରତରେ ଯାଇକି ମାଛ ଭାଜି ସାରିକି ଆଳୁକୁ ଭାଜି ଦେଇକି ତେଲରେ ଜିରା ଫୁଟେଇ ପିଆଜ ଭାଜି ଅଦା ରସୁଣ ଛେଚା ସହିତ ହଳଦୀ ଆଉ ଲଙ୍କା ଗୁଣ୍ଡ ଦେଇକି ସେଠୁ ଛୁ ମାରିଲି। ଆଉ ମୋ ଯା ନୁହେଁ ତ ଭଉଣୀ କହିଲେ କମ ହବନି। ସେ ମୋ ବ୍ୟାକୁଳତା ବୁଝିପାରିକି ବାକି ରୋଷେଇ ତକ ସାରିଦେଲେ। ଆକ୍ଚୁଆଲି ମେନ୍ କାରଣଟା ହଉଛି ମତେ ଶାଢୀ ପିନ୍ଧିବାକୁ ମାତ୍ର ଘଣ୍ଟେ ସମୟ ଲାଗେ। ତେଣୁ ସମସ୍ତେ କହିଲେ କି ତୁ ଭାଇ ଯା, ତୋ ରେଡି ହବୁ, ତୁ ଏଠି ଠିଆ ହେଲେ ନା କୋଉ ଆଡକୁ ବି କାମ ହବନି। ମୁଁ ସେପଟେ ରେଡି ହେଲା ବେଳକୁ ଏପଟେ ମାଛ ଝୋଳ ବି ରେଡି। ସେମାନେ ସବୁ ଖାଇଲା ପରେ ମୁଁ ବି ଖାଇ ଦେଇଥିଲି। ଆଉ ମୋ ଭାଗ୍ୟଟା ଏତେ ଭଲ ଯେ ସମସ୍ତେ ଟିକେ ଆଡଜଷ୍ଟ କରିଦେଲେ, ନହେଲେ ତ ମତେ ଆଜି ଗାଳି ବି ପଡିଥାନ୍ତା, ତା ସହିତ ପ୍ଲାନ୍ ବି କ୍ୟାନସେଲ ହେଇଯାଇଥାନ୍ତା।